ବ୍ୟାକୁଳ ହୋଇ ପଡୁଛି ଏବଂ ବାକ୍ କ୍ରୁଦ୍ଧ ହୋଇ ଆସୁଛି। ଅର୍ଜୁନ ତେବେ ଏଇଟା ଆପଣମାନେ ଚିନ୍ତା କରନ୍ତୁ, ଏ ଶ୍ଲୋକରେ ଯାହା ବର୍ଣ୍ଣନା କରାଯାଇଛି ଯେ ଅର୍ଜୁନ ସବୁ ଜାଣିକି ମଧ୍ୟ ସେ ମୋହଗ୍ରସ୍ତ, ସେ ମୋହରେ ରହୁଛନ୍ତି ଯେ ଏମାନେ ହେଉଛନ୍ତି କ'ଣ ନା ମୋର ନିଜର ଯୋଉଠି କଥା ସେ ବ୍ୟବସ୍ଥିତା ଦୃଷ୍ଟ୍ୟା। ତେଣୁ ଏ ପର୍ଯ୍ୟନ୍ତ ଆମେ ଦୃଷ୍ଟ୍ୟା ଶବ୍ଦଟି 3 ଥର ବ୍ୟବହାର ହେବାର ଆମେ ଦେଖିଲେ। ତେଣୁ ଏଠି ଯୋଉଠି ମନର କଥା ଆସେ ଗୋଟେ କୀର୍ତ୍ତନ, ଟିକେ କୀର୍ତ୍ତନ ଶୁଣିବା ନା କ'ଣ କୀର୍ତ୍ତନ, ଏତେ ସୁନ୍ଦର କୀର୍ତ୍ତନ ଆପଣ ଦେଖୁଛନ୍ତି। ତେଣୁ ଗୋଟିଏ କଥାଟି ନିର୍ଯାସରେ କହିହେବ ନା ଆପଣ ଦେଖୁଛନ୍ତି ହରିନାମ କୀର୍ତ୍ତନ ଭଜରେ ମନ ରାମ ନାମ ଆନନୟନେ ଜାନା। କୀର୍ତ୍ତନ ହରେ କୃଷ୍ଣ ହରେ ରାମ, ରାମ ନାମ ରାମ ନାମ ସୁଖଦାୟୀ ভজন করো ভাই এ জীবন দো দিনিকা। এই 2 দিনর জীবন, 2 দিনর জীবনକୁ ନେଇ ଶ୍ରୀମଦ୍ ଭଗବତ ଗୀତାରେ ମଧ୍ୟ ସେଇ କଥା କହିଲେ, ଗାଣ୍ଡିମମ୍ ସଂସ୍ରତେ ହସ୍ତାତ୍ ତ୍ୱକ୍ଚୈବ ପରିଦହ୍ୟତେ ନ ଅବସ୍ଥାତୁମ୍ ଭ୍ରମତୀବ ଚ ମେ ମନଃ। ଏସବୁ ଗୋଟିଏ ପୋଷାକ। ହଠାତ୍ ଗାଣ୍ଡିବ ଧନୁ ଖସି ପଡୁଛି, ମୋର ଯୁଦ୍ଧ କରିବାକୁ ମନ ଶିଥିଳ ହୋଇଯାଉଛି, ଚର୍ମ ବି ଭୀଷଣ ଜ୍ୱାଳା କରୁଛି ତଥା ମୋର ମନ ଘୂର୍ଣ୍ଣିତ ହେଲା ପରି ଲାଗୁଛି। ତେଣୁ ମୁଁ ଠିଆ ହେଇ ରହିବାକୁ ବି ସମର୍ଥ ହେଇପାରୁନାହିଁ। ଅର୍ଜୁନ କହୁଛନ୍ତି କାରଣ କ'ଣ? ଏଇଠି ଆପଣ ଦେଖିବେ ଏଇ ଯୋଉ ମନ କଥା ଆସିଛି, ପ୍ରଥମେ ଇଏ ମନ ମହାପ୍ରଭୁଙ୍କ ମନରୁ ମନୁଙ୍କର ସୃଷ୍ଟି। ଆମେ ସବୁ ମନୁଙ୍କ ଠାରୁ ସୃଷ୍ଟି, ତେଣୁ ଆମେ ସମସ୍ତେ ମାନବ। ମନ ଏବ ମନୁଷ୍ୟାନା। ତେଣୁ ଆଉ ଗୋଟିଏ ଉଦାହରଣରେ ମନୁ କିଏ ସିନା ବ୍ରହ୍ମାଙ୍କ ପୁତ୍ର, ଇଏ ଗୋଟିଏ କଥା। ଅନେକଙ୍କ ମତରେ ମନୁ ମନୁଷ୍ୟ ଜାତିର ଆଦି ପୁରୁଷ। ସେଥିପାଇଁ ପୁରୀ ଚଣ୍ଡୀ ପୁରୁଷୋତ୍ତମ ଆମର ଦୁର୍ଗା ସପ୍ତଶତୀରେ ତବରିଣୀ ସୂର୍ଯ୍ୟ ତନୟୋ ଆରମ୍ଭ ହୋଇଯାଏ ପ୍ରଥମ ଅଧ୍ୟାୟ। ଏପଟେ କୀର୍ତ୍ତନ, କୀର୍ତ୍ତନ ଶୁଭୁଛି ଆଜ୍ଞା, ଶୁଭୁଛି ଭଲ କୀର୍ତ୍ତନ। ଟିକେ ମୁଁ ଟିକେ ଧୀର କରିଦେଇଛି ଦେଖି। ହରେ କୃଷ୍ଣ, କୀର୍ତ୍ତନ ଟିକେ ଶୁଣିଲେ ମଧ୍ୟ ମନ ଆନନ୍ଦ ହୁଏ। ପ୍ରଭୁଙ୍କ ନାମ ଏସବୁ ଗୋଟିଏ ଗୋଟିଏ ତାଳରେ କେମିତି